ଗ୍ରହରାଜ ସୂର୍ଯ୍ୟ କେତୁ ଦ୍ୱାରା ଯୁକ୍ତ ହୋଇ ଏବଂ ରାହୁ ଦ୍ୱାରା ଦୃଷ୍ଟ ହୋଇ କନ୍ୟା ରାଶିର ବ୍ୟକ୍ତିମାନଙ୍କର ଦ୍ୱାଦଶ ଭାବରେ ବସି 16 ଅଗଷ୍ଟରୁ ନେଇକି 16 ସେପ୍ଟେମ୍ବର କନ୍ୟା ରାଶିର ବ୍ୟକ୍ତିମାନଙ୍କୁ କିଭଳି ସବୁ ଫଳ ପ୍ରଦାନ କରିବେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣ୍ଠା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଯଦି ଆମେ କନ୍ୟା ରାଶିର ଅଗଷ୍ଟ ଆଉ ସେପ୍ଟେମ୍ବର ମାସର ରାଶିଫଳ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା, ତା ପୂର୍ବରୁ ସବୁନା ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବେ କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ତା ସହିତ ଏବେ ୟୁଟ୍ୟୁବ୍ ଗୋଟେ ନୂଆ ଜିନିଷ ଲଞ୍ଚ କରିଛି ହାଇପ୍ ବୋଲି, ଯଦି ଚାହାନ୍ତି ତାହେଲେ ମୋ ଏଇ ଭିଡ଼ିଓକୁ ହାଇପ୍ ଦେଇପାରିବେ। ତା ସହିତ ମୋ ଚ୍ୟାନେଲରେ ଜଏନ୍ ହେଇକି କିଛି ବେନିଫିଟ୍ ମଧ୍ୟ ପାଇପାରିବେ। ଯଦି ଆମେ କନ୍ୟା ରାଶି ବିଷୟରେ ଆଲୋଚନା କରିବା ତାହେଲେ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ 16 ଅଗଷ୍ଟରୁ ନେଇକି 16 ସେପ୍ଟେମ୍ବର ସୂର୍ଯ୍ୟ କେତୁ ସହ ଯୁକ୍ତ ହୋଇ ଏବଂ 30 ଅଗଷ୍ଟରୁ ବୁଧ ସହିତ ଯୁକ୍ତ ହୋଇ ଏବଂ ରାହୁ ଦ୍ୱାରା ଦୃଷ୍ଟ ହୋଇ ଆପଣମାନଙ୍କର 16 ଅଗଷ୍ଟରୁ ନେଇକି 16 ସେପ୍ଟେମ୍ବର ଯାଏଁ କ'ଣ ସବୁ ଫଳ ପ୍ରଦାନ କରିବେ ଏବେ ଆମେ ଆଲୋଚନା କରିବା। ଯଦି ଆମେ କନ୍ୟା ରାଶି କଥା କହିବା ତାହେଲେ ତାଙ୍କର ଏହି ଗୋଚର କାଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀ କିଛି ସମସ୍ୟା ହେଇପାରେ, ସେଥିପାଇଁ ନିଜର ଖାଦ୍ୟପେୟକୁ ଧ୍ୟାନ ଦିଅନ୍ତୁ। କାହିଁକି ନା ସୂର୍ଯ୍ୟ କେତୁ ସହ ଯୁକ୍ତ ହୋଇ ପିତୃଦୋଷ ସୃଷ୍ଟି କରୁଛି ଏବଂ ଆପଣମାନଙ୍କୁ ଏହି ଗୋଚର କାଳରେ ଶତ୍ରୁ ଏବଂ ରୋଗ ଉଭୟ ଘାରି ପାରନ୍ତି ବା ହଇରାଣ କରିପାରନ୍ତି, ତା ପ୍ରତି ଧ୍ୟାନ ଦେବାର ଅଛି। ତା ସହିତ ଏହି ସମୟରେ ଆପଣମାନେ ଯଦି ଦୂରଯାତ୍ରା ନ କରୁଛନ୍ତି ତାହେଲେ ଭଲ ରହିବ, କାହିଁକି ନା ଦୂରଯାତ୍ରା କଲେ ଆପଣଙ୍କର ବହୁତ ପଇସା ଖର୍ଚ୍ଚ ହେବ, ପ୍ଲସ୍ ଯାତ୍ରା କରିବାର ପରିଣାମ ମିଳିବନି। ଆପଣମାନେ ଯେମିତି ପରିଣାମ ଚାହୁଁଛନ୍ତି ସେପରି ପରିଣାମ ଆପଣମାନଙ୍କୁ ନ ମିଳିପାରେ। ଆପଣଙ୍କୁ ନିଜ ଖାଦ୍ୟ ପାନୀୟ ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ, ଯେହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଏତ ଥିଲା କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର କିଭଳି ଫଳ ପ୍ରଦାନ କରିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ବି ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।